सांग मैंने यहाँ हूँ मुंड माछर मुंड मत मझी पीस ये पेट पीस भल लगे से सबुदिन माछर लांज आ मुंडटा खाया पसंद करे ये हूँ युड़ाक पेट पीस ए सरी राउंड पीस गुड़ाक पुओ आ झील खाए युड़ाक आ बाकी सब सांग मैंने आपण आज न्यू वीडियो को बहुत बहुत स्वागत। आज हूँ शुक्रवार आज टे आईसी हेबाकटा चलन देखिए मामा आज को माछ अंडा सब अणाई चलन देखिए कौन कौन कर मामा देखु एपटे ईशानी आसला स्कूल देखु एपटे अंडा सब ये कराई अंडा तरकारी राति हम तापर एवं माछ भात डाली चारू सांग देखु ये अंडा भजा चलते डिनर रे अंडा हम आउ लंच रे माछ ग्रेवीटा हम टे माछ फ्राए मैंने जोर भोक होता बोधे खिया चलती अनु ना जोर भोक होता बोधे ना से आंबुलटा देखला के आंबुलटा के लगुच टेस्ट लगुच सांग मैंने एबे माछ ग्रेवी हम देखु ये पियाज टमाटो कंचा लंका पड़ा सब पूरा मेघ पाग है पूरा देखो वर्षा भी बढ़ला मौसम को भाया पूरा नाचुचे आउ से पाग को आज पूरा माछ लंच रे आ डिनर रे अंडा तरकारी आज पूरा जमी जीव आमर एपटे माछ सब भजा है सेपटे चिंगुड़ी माछ सब रखाई सब अदा रसुण पेस्ट पड़ा ए पड़ा हलदी लंका गुंड कंचा लंका पड़ी तथापि लंका गुंड पड़ा आज्ञा यहाँ हूँ होममेड आमर मसला गुंडा गरम मसला मामा निज हाथ में बनी ये पड़ा लुण स्वाद मात्रा पूरा बढ़िया देखा देखिए सांगने पूरा राजी देलाने सांगने एपटे चिंगुड़ी अच्छी सब एपटे माछ सब छणा है रखा है सब डीप मैंने पूरा क्रिस्पी है पूरा फ्राई है
ଭଜା ନାହିଁ ଝୋଳ, ଏଇଟା ପୁରା ଗ୍ରେଭି ରହିବ। ଆଉ ପୁରା ଏଇଟା ଆମର ହେଉଛି ଆନ୍ଧ୍ରା ଷ୍ଟାଇଲ୍। ଆମେ ବ୍ରହ୍ମପୁରିଆ ଲୋକ, ବ୍ରହ୍ମପୁର ଗଞ୍ଜାମ, ତ ଖଟା ରାଗ ବଢ଼ିଆ ହେଇକି ହବ। ଆମେ ବ୍ରହ୍ମପୁରିଆ ଗଞ୍ଜାମିଆ ଆମେ ବ୍ରହ୍ମପୁର ଲୋକ, ତ ତେଣୁକରି ଆମକୁ ଟିକେ ଚଟପଟା ଦରକାର। ଏବେ ପଡ଼ିଲା ଚିଙ୍ଗୁଡ଼ି। ଆଉ କିଛି ସମୟ ପରେ ହେଇଯିବ ଆମର ପୁରା ମାଛ ଇଏ ଫ୍ରାଏ। ଦେଖନ୍ତୁ ସାଙ୍ଗମାନେ ଏବେ ହେଇଗଲା ଭାତ ଡାଲି, ଆଉ ଏଇଟା ହେଉଛି ଆମର ଚାରୁଟା, ଗଞ୍ଜାମ ଷ୍ଟାଇଲ୍ ଚାରୁ, ଆଉ ଆମ୍ବୁଲ ଚାରୁ ସେଇଟା। ଆଉ ଏଇଟା ତ ଦେଖିଲେ ମାଛ ଫ୍ରାଏଟା, ଆଉ ଏଇଟା ମାଛ ପୁଟା, ସେଇଟା ଅଣ୍ଡା ଗ୍ରେଭିଟା ଦେଖନ୍ତୁ। ରାତିରେ ତ ଆପଣମାନେ ଦେଖେଇବି ରୁଟି ସହିତ ସେଇଟା ଖିଆ ହେବ, ସେଇଟା ଏବେ ଖିଆ ହେବନି। ଦେଖନ୍ତୁ ସାଙ୍ଗମାନେ ପୁରା ଡିଲିସିୟସ୍ ଦେଖାଯାଉଛି, ଖାଇଲେ ଜଣାପଡ଼ିବ କେମିତି ଇଏଟା ଟେଷ୍ଟଟା ଜଣାପଡ଼ିବ। ଏବେ ଚାଲନ୍ତୁ ଖାଇବା, ଖାଇଲା ପରେ ଆମେ ଆପଣମାନଙ୍କୁ ରିଭ୍ୟୁ କରିବା। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା। ସାଙ୍ଗମାନେ ଏଇଟା ହେଉଛି ମୁଣ୍ଡ, ମାଛର ମୁଣ୍ଡ। ମୋତେ ମଝି ପିସ୍ଟା ଇଏ ପେଟ ପିସ୍ ଭଲ ଲାଗେନି, ସେଥିପାଇଁ ମୁଁ ସବୁଦିନେ ମାଛର ଲାଞ୍ଜ ଆଉ ମୁଣ୍ଡଟାକୁ ଖାଇବାକୁ ପସନ୍ଦ କରେ। ଇଏ ହେଉଛି ଏଇଗୁଡ଼ାକ ପେଟ ପିସ୍, ରାଉଣ୍ଡ ପିସ୍ ଗୁଡ଼ାକ ପୁଅ ଆଉ ଝିଅ ଖାଇବେ ଏଗୁଡ଼ାକ। ଆଉ ବାକି ସବୁ ମୋର ମାନେ ମୁଁ ଖାଉଛି ଇଏ ଲାଞ୍ଜ ଆଉ ମୁଣ୍ଡ। ତାହେଲେ ଚାଲ ଷ୍ଟାର୍ଟ କରିବା। ଏଇଟା ଦେଖନ୍ତୁ କେତେ ବଢ଼ିଆ ହେଇକି ରହିଛି, କୁଟା କୁଟାଟା ବଢ଼ିଆ ଲାଗୁଛି। ଚାଟିଲ ପୁଅ କେନ୍ ଲାଗୁଛି? ବହୁତ ବଢ଼ିଆ ଲାଗୁଛି। ମାନେ କୁଟାଟା ଖାଇଲେ ବି ଦେହ ପାଇଁ ବହୁତ ଭଲ, କାରଣ ଏଇଟା ଟିକେ ପିତା ପିତା ଲାଗେ। ପିତାଟା ବି ଦେହ ପାଇଁ ଭଲ ନା, ସେଥିପାଇଁ ଭଲ ଲାଗୁଛି। ଇଶାନି ଖାଇବା ଷ୍ଟାର୍ଟ କଲେଣି। ଇଶାନି କେମିତି ଭଲ ଲାଗୁଛି? ରିଭ୍ୟୁ ଦେଲୁ, କୋଉଟା କେମିତି ଭଲ ଲାଗୁଛି କହିଲୁ? ମାଛଟା ବଢିଆ ହେଇଛି, ହଁ ଆଉ ଚିଙ୍ଗୁଡିଟା ବି। ହଁ। ଆଉ ମାନେ ଆମର ଆଜିର ଲଞ୍ଚଟା ଖାଇଲା ବେଳୁ ଲେଟ୍ ହେଇଗଲା, ବନେଇଲା ବେଳୁ ଭାଇନାଙ୍କ ପାଇଁ ସାଧା ଆଇଟମ୍, ଆମ ପାଇଁ ବୋଲିକି ଚାରୁ, ଡାଲି, ଫିସ୍ ଫ୍ରାଏ, ଅଣ୍ଡା ଫ୍ରାଏ, ଆଉ ଆମର ହେଇଥିଲା ଏଇଟା ପୁଟା। ଏସବୁ କଲାବେଳୁ ମୋ ଦୋକାନରୁ ଆସିକି କଲାବେଳୁ ବହୁତ ଲେଟ୍ ହେଇଗଲା, ତ ଖାଇଲାବେଳୁ 3ଟା ବାଜିଗଲା। ସମସ୍ତେ ଭୋକ ହେଲାଣି, ଖାଇଲା ପରେ କହିଲୁ ଇଏ ହେଉଛି ଆମର ବ୍ରହ୍ମପୁର ଷ୍ଟାଇଲ୍ର ଚାରୁ, ଡାଲି, ଜିରା ରାଇସ୍, ମାଛ ଫ୍ରାଏ। ତ ଆପଣମାନଙ୍କୁ ଯଦି ଆମର ଖାଇବାଟା ପସନ୍ଦ ହେଲା, ଲାଇକ୍ କରିବେ, ସେୟାର କରିବେ, କମେଣ୍ଟ କରିବେ, ସବସ୍କ୍ରାଇବ୍ କରିବାରେ ଭୁଲିବେ। ଆଉ ଆମ ଭିଡ଼ିଓକୁ ଜମାରୁ ସ୍କିପ୍ କରିବେନି, ଆଉ ଭିଡ଼ିଓକୁ କଣ୍ଟିନ୍ୟୁ ଦେଖନ୍ତୁ। ଏବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ଖାଇବାଟା। ସାଙ୍ଗମାନେ ବହୁତ ବଢ଼ିଆ ଅଛି। ଚିଙ୍ଗୁଡି ଚିଙ୍ଗୁଡ଼ି ପିସ୍ ପାଖରେ ଦେଖିଲେ ଆପଣ ମଣିଷ ଲାଳ ବୋହିଯିବ। ଏଇଟା ଖାଇଲୁ, ପୁଟା ଖାଇଲୁ, କେମିତି ଲାଗୁଛି? ସାଙ୍ଗମାନେ ଏଇଟା ମାଛର ଲିଭର ପିସ୍ଟା, କିନ୍ତୁ ମୁଁ ଏଇଟାକୁ ଏଇଟା ବେଲୁନଟା ହଁ ବେଲୁନ ପିସ୍। ଝିଅକୁ ଟିକେ ଖୁଆଇଲେ ଦେଖିଆ କ'ଣ ଲାଗୁଛି? ବେଲୁନ ପିସ୍। ଚାରୁଟା ଟିକେ ପିଇଲୁ ଦେଖିଆ କେମିତି ଲାଗୁଛି? ଚାରୁ କିଏ ଖାଇବ? ଚଟପଟା ହେଇଛି,
ଖଟା ବି ହେଇଛି ମତେ ବୁଝାଅ। ପୁରା ମାନେ ମସ୍ତ ହେଇଥିଲା। ଝଟପଟା ହେଇଛି ଆଉ ବଢିଆ ବି ମଜା ହଉଛି। ସାଙ୍ଗମାନେ ଦେଖନ୍ତୁ, ଆଉ ମୋତେ ତ ଭଲ ଲାଗେନି ଯେଉଁ ଆମର ମଝି ପିସ୍ ଖାଇବାକୁ, ସେଥିପାଇଁ ମୁଁ ମୁଣ୍ଡ ଖାଏ ଆଉ ଏଇ ଲାଞ୍ଜ ଖାଏ। ସାଙ୍ଗମାନେ ଆପଣଙ୍କୁ ଦେଖିବେ ତ କେମିତି କେମିତି ବନା ହୁଏ। ଏଇ ଲାଞ୍ଜ ଖାଏ। ଆପଣମାନଙ୍କର ଘରେ କେଉଁ ଭଳିଆ ତରକାରୀ କରୁଛନ୍ତି ଆଉ ଭଜା କରୁଛନ୍ତି, କିନ୍ତୁ ଏଇ ଫ୍ରାଏ ଦିନେ କରନ୍ତୁ, ବଢ଼ିଆ ଲାଗିବ। ଆପଣଙ୍କୁ ତ ଦେଖାହେଲା କେମିତି କରାଯାଉଛି। ଆପଣମାନେ ଏମିତି ନିଶ୍ଚିନ୍ତ କରିକି କରନ୍ତୁ। କହୁଛି ପାଟିରୁ ଛାଡ଼ିବେନି ସାଙ୍ଗମାନେ। ଆଉ ଖାଇଲା ବେଳକୁ ମାନେ ଏତେ ବଢ଼ିଆ ଲାଗିବ ଆଉ କହିବା କଥା ନୁହଁ। ଆପଣ ବହୁତ ବଢ଼ିଆ ଲାଗୁଛି ସାଙ୍ଗ। ନୂଆ ଷ୍ଟାଇଲ୍ରେ ଆପଣମାନେ କରିକି ଖାଆନ୍ତୁ। ଦେଖନ୍ତୁ କେତେ ଜୋର ବର୍ଷା ହେଉଛି ସେପଟେ, ଆମର ଏପଟେ ଖିଆ ଚାଲିଛି। ଭାଇନା ଶୋଇପଡ଼ିଲେଣି ସାଧା ଖାଇକି, ଆମକୁ ଟିକେ ହେଲ୍ପ କରୁନାହାନ୍ତି। Six and a half hours later. ଦେଖନ୍ତୁ ସାଙ୍ଗମାନେ ଏବେ ମାମା ପୁରା ବିନା ଖଡ଼ିକାରେ କରୁଛି, ରୁଟି ଓଲଟେଇ ଦେଉଛି। ମାମାର ହାତ ପୁରା ପୋଡ଼ୁନି, ତାର ବହୁତ ଏକ୍ସପିରିଏନ୍ସ ହେଇଗଲାଣି। ଆପଣମାନେ ଏମିତି କିଏ କରିପାରିବେ କମେଣ୍ଟ ଦ୍ୱାରା କହିବେ। ପୁରା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋର ରୁଟି ମିନିମମ୍ 10ଟା ରୁଟି 12ଟା ରୁଟି ଦେଖନ୍ତୁ ଏଇଠି ତ ସବୁ ସରିଲା ପର୍ଯ୍ୟନ୍ତ ମୁଁ ବିନା ପିଠା ଖଡ଼ିକାରେ ସବୁ କରିଦିଏ ରୁଟି, କାରଣ ଆମର ତେଲ ପଡ଼ୁନି। ଯେଉଁଦିନ ପରଟା ହେବ ସେଦିନ ପକାଇବା ପାଇଁ ବୋଲିକି ଇଏ ହେଉଛି। ଏଇଟା ତ ଆମର ସେକା ରୁଟି, ପୋଡ଼ା ବି ନାହିଁ, ସେକା ରୁଟି। ମୁଁ ବିନା ଖଡ଼ିକାରେ ସବୁଦିନେ କରିଦିଏ। ରୁଟି ବେଲୁଟି। ରୁଟି ବେଲା କିଏ ଶିଖେଇଲା? ମାମା ମତେ ଶିଖେଇ ଦେଇଥିଲା। ମାମା ଶିଖେଇଥିଲା। ବଢ଼ିଆ ତ ହେଉଛି। ଦେଖନ୍ତୁ ସାଙ୍ଗମାନେ, ଗୋଟେ ଛୋଟ ପିଲାମାନେ ରୁଟି ବେଲାରେ ଛାଡ଼ନା ରୁଟି ବେଲାରେ କେମିତି ରୁଟି ବେଲୁଛି ଦେଖନ୍ତୁ। ସେମିତି ବଡ଼ ହେଇକି କ'ଣ ମାଷ୍ଟର ସେଫ୍ ହବୁ? ନା, ଆଉ ମୁଁ ପୋଲିସ ହେବି। ପୋଲିସ ହବୁ? ପୋଲିସ ଇଏ କ'ଣ କରିବୁ? ସେଇ କ'ଣ କରିବ? କ'ଣ କରିବୁ? ସମସ୍ତଙ୍କୁ ମାରିବି। ମାରିବୁ? ସମସ୍ତଙ୍କୁ ମାରିବୁ ନା ଅନ୍ୟାୟ କରିବା ଲୋକଙ୍କୁ, ଚୋରକୁ ଧରିବୁ, ଅନ୍ୟାୟ କରିବା ଲୋକଙ୍କୁ ମାରିବୁ ଲୋ, ଆଉ ନ୍ୟାୟରେ ଥିବା ଲୋକଙ୍କୁ ନ୍ୟାୟ ଦେବୁ। ମାମା ଖାଲି ପୋଲିସ ଚାକିରି। ଦେଖ ସାଙ୍ଗମାନେ, ଆମର ରୁଟି ଗୁଡ଼ାକ ବଡ଼ ବଡ଼ ରୁଟି, କାରଣ ଆମ ଘର ପିଲାମାନେ ସବୁ ଠକ ପିଲା ଗୁଡ଼ାକ। ତ ଗୋଟେ ପିସ୍ ରୁଟି ଖାଇକିରି ସେ ଗରମ ଗରମ ଗୋଟେ ପିସ୍ ରୁଟି ଖାଇକି ରଖି ଦେଉଛନ୍ତି। ସେଇଥିପାଇଁ ମୁଁ ଜାଣିକି ବଡ଼ ବଡ଼ ରୁଟି କରିଦେଇଛି। ଦେଖନ୍ତୁ ସାଙ୍ଗମାନେ, ବଡ଼ ଲୋକ ଠକ ଆଉ ଛୋଟ ପିଲା ବି ଠକ। ସେଇଥିପାଇଁ ଛୋଟ ପିଲା ଗୋଟେ ରୁଟି ଖାଇଲେ ପେଟ ଫୁଲ୍, ବଡ଼ ଲୋକ ମଧ୍ୟ ଯଦି 2ଟା ରୁଟି ଖାଇଲେ ପେଟ ଫୁଲ୍। ଏତେ ବଡ଼ ବଡ଼ ରୁଟି ଆଉ କାହା ଘରେ ହେଉଛି କୁହନ୍ତୁ? କ'ଣ ଭଲ ହେଇଛି, ମୁଁ 4ଟା ଖାଇଦେବି। ଦେଖନ୍ତୁ ଭାଇନା କହୁଛନ୍ତି ତରକାରୀ ଯଦି ଭଲ ହେଇଥିବ ମୁଁ 4ଟା ଖାଇଦେବି। ମାମା ବିନା ଡଙ୍କିରେ ବିନା ଖଡ଼ିକାରେ। ମାମା ଆଜି ଏବେ ରୁଟି ଖାଇଲୁ ନା ନାଇଁ ଲ? ଦେଖ ସାଙ୍ଗମାନେ, ଏ ଆମର ଠକ ଯେ ସେ ନିଜେ ନିଜେ ଛୋଟ ଛୋଟ ପୁରୀ ଭଳିଆ କରିଥିଲା ରୁଟି, ସେଇଥିରୁ ଖାଇଦେଲା। ଆଉ ଏବେ ଡାଲି ଭାତ ସେ ଖାଇ ବୋଲି କହୁଛି। ଅଣ୍ଡା ଝୋଳ ସାଙ୍ଗରେ ଡାଲି ଭାତ ଖାଇବ। କାହ୍ନା, ରୁଟି ଅଣ୍ଡା ଝୋଳ କୋଉ ଭଳିଆ ଲାଗୁଛି? ରୁଟିଟା ମାନେ ପୁରା ନରମ ହେଇକି ଅଛି। ଆଉ ଅଣ୍ଡାଟା ତ ପୁରା ସକାଳେ କରାହେଇଥିଲା, ମସଲା ପୁରା ଜରି ହେଇଛି ବି, ପୁରା ବଢ଼ିଆ ଲାଗୁଛି। ଭଲ ଅଛି।
ଭାଇନା ଦେଖନ୍ତୁ କେତେ ଦୂରରେ ବସୁଛନ୍ତି। ନନଭେଜ୍ ତାଙ୍କ ପାଇଁ ହେଲେ କି ଏଲାଉ ନାହିଁ, ସେଇଥିପାଇଁ ସେ ପୁରା ସେପଟ ଘରେ ବସିକି ଖାଉଛନ୍ତି। ଆଉ ମାନଙ୍କ ପାଇଁ ହେଲେ ଏପଟେ କ'ଣ ଖାଉଛୁ ରେ ଦେଖେ କହୁନ। ରୁଟି ଖାଉଛୁ, ଅଣ୍ଡା କରି ଖାଉଛୁ, ଆଉ ମାଛ ଅଣ୍ଡା କରି ନା ଏଗ୍ କରି? ଅଣ୍ଡା କରି ଦିଟା ଯାକ ହବ, କୁକୁଡ଼ା ଅଣ୍ଡା hen egg ଏକା ନା ନାଇଁ? ହେନ୍ ଏଗ୍। ହେଲେ ଏଇ ହ୍ୱାଇଟ୍ଟା କି ଏଗ୍? hen egg। ବିଲାତି ଏଗ୍। ସକାଳେ ଲଞ୍ଚରେ ହେଇଥିଲା ମାଛ, ଏବେ ହେଲା ଡିନର। ତାପରେ ଆସିଯିବ ଆମର ଶ୍ରାବଣ ମାସ, ଖିଆ ହେବନି। ରବିବାର ତ ଆମେ ଖାଉନୁ। ତାପରେ ମାସେ ପରେ ଯାହା ଆମର ଭିଡ଼ିଓ ଦେଖିବେ ଆଉ, ମାନେ ନନଭେଜ୍ ଉପରେ ଭିଡ଼ିଓଟା। ଭେଜ୍ ଉପରେ ଆମେ ଖାଇବୁ, ନନଭେଜ୍ ଖାଇବୁନି। ମାମା ବି ପାଗଳ ହେଇଗଲାଣି। ମାମା ପାଗଳି ହେଇଗଲା। ତ ଆମର ଦେଖନ୍ତୁ, ଆମର ଆମିଷଟା ପ୍ରତି ବେଶୀ ସାବଧାନ। ସେଇଥିପାଇଁ ବୋଲିକି ଏଇଠି ରୋଷେଇ ହେଉନି କି ବାହାରେ ଖିଆ ହେଉଛି ଦୂରତାରେ। ହଉ ଚାଲନ୍ତୁ ଖାଇକି ଦେଖିବା କ'ଣ ମୋତେ କେଉଁ ଭଳିଆ ଲାଗୁଛି ଦେଖିବା। ମୁଁ ବି ତ ଟେଷ୍ଟ କରିବି ନା।